ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ଜୁନ୍ 18। ଦିନଟିର ପ୍ରଧାନ ଚିନ୍ତା। ଧର୍ମ ଉପରେ ତୁମର ବିଶ୍ୱାସ ଯେପରି ଅଟଳ ରହେ। ସ୍ମରଣୀୟ ପଂକ୍ତି। ହେ ମୋର ଜୀବନର ଅନ୍ତରତମ ପ୍ରେମଲବ୍ଧ ଧନ, ରହିଛି ମୁଁ ତୁମ ପ୍ରତୀକ୍ଷାରେ। ବହୁ ଦିନ ବହୁ ରାତ୍ର ବହୁ କାଳ ହୋଇଲା ଅତୀତ, ତଥାପି ବିଶ୍ୱାସ ମୋର ଜଳୁଛି ପ୍ରଦୀପ ସମ। ରଖେ ସେ ମୋର ହୃଦये ଆଶାର ଆଲୋକ। ଆସିପାର ତୁମେ ପ୍ରଭୁ ଗଭୀର ଅନ୍ଧକାର ରାତ୍ରେ, କରିବି ଅପେକ୍ଷା ତୁମକୁ, ରହିବି ଚିରକାଳ ତୁମରି ଆଗମନ ଆଶାରେ। ନୀତି ଉପଦେଶ। ଯାହା କିଛି ଆମର ହୃଦୟ, ମନ ଓ ଦୈନନ୍ଦିନ ଚେତନାକୁ ଭରି ରଖିଛି, ସେ ସମସ୍ତ ଭାବ ହିଁ ଯେକୌଣସି ଅବସ୍ଥାରେ ମନ ଉପରେ ଭାସି ଉଠିବ। ଯିଏ ପ୍ରେମ ପ୍ରବଣ ଓ କ୍ଷମାଶୀଳ, ସେ ନିର୍ଯାତିତ ହେଲେ ମଧ୍ୟ ଭଲ ପାଆନ୍ତି ଓ କ୍ଷମା କରିପାରନ୍ତି। ଆମର ଅନ୍ତରରେ ଯାହା ଅଛି, ବାହାରେ ତାହା ହିଁ ବିଶେଷ ଭାବେ ପ୍ରକାଶିତ ହୁଏ। ସେହି କାରଣରୁ ଆମେ ଆମର ଅନ୍ତର୍ଦୃଷ୍ଟିକୁ ସ୍ୱଚ୍ଛ ଓ ଅଟଳ ରଖିବାକୁ ଚେଷ୍ଟା କରିବା। ପରିବର୍ତ୍ତନଶୀଳ ଜୀବନର ସକଳ ଅବସ୍ଥା ସଙ୍ଗେ ଆମର ବିଶ୍ୱାସ ଯେପରି ଥରେ ଉପରେ ଉଠି ଆସି ଆଉ ତଳକୁ ନ ଖସେ। ପ୍ରାର୍ଥନା। ହେ ଚିରନ୍ତନ ସର୍ବବ୍ୟାପୀ ଦେବତା, ତୁମେ ହିଁ ଏ ଜୀବନର ଉତ୍ସ, ତୁମେ ହିଁ ମୋର ଆଶ୍ରୟ, ତୁମେ ମୋ ହୃଦୟରେ ବାସ କରୁଛ। ଏ ଚେତନା ଯେପରି ମୋ ଠାରେ ସତତ ଜାଗ୍ରତ ହୋଇ ରହେ। ମୋର ହୃଦୟ ଯେପରି ସଂଶୟ ମୁକ୍ତ ଓ ପବିତ୍ର ହୁଏ। ମୋର ବିଶ୍ୱାସକୁ ଆହୁରି ସତେଜ ସବଳ କର ଏବଂ ହୃଦୟର ଭକ୍ତିକୁ ଗଭୀରରୁ ଗଭୀରତର କର ପ୍ରଭୁ।